नंबर 1 सीरिया उपरे इस्राएलर बड़ आक्रमण। गत गुरुवार राति इस्राएल सीरियार आल्फा सहर में दक्षिण अंचल अवस्थित सीरिया सेना शिविर उपरकू बोमामाड़ करथिला। सीरियार गणमाध्यम रिपोर्ट अनुसार इस्राएल सेना अल सफिया सहर निकट में अवस्थित एक प्रतिक्रिया सुविधा और वैज्ञानिक अनुसंधान केन्द्र टार्गेट करिछि। ଏହି ଆକ୍ରମଣ ସିରିଆ ଭିତରେ ଇସ୍ରାଏଲର ସର୍ବଶେଷ ଏୟାର ଷ୍ଟ୍ରାଇକ୍ର ଏକ ଅଂଶ, ଯାହା ବଶକ ଅଲ ଆସାଦର ପତନ ପରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସିରିଆର ଅବଜର ବେଟରୀ ପର ମାନବିକତା ଅଧିକାଂଶ ରିପୋର୍ଟ ଅନୁଯାୟୀ ସିରିଆର ଅଲେପୋର ଦକ୍ଷିଣରେ ଥିବା ପ୍ରତିରକ୍ଷା କାରଖାନା ଉପରେ ଇସ୍ରାଏଲର ଆକ୍ରମଣ ସମୟରେ 7ଟି ବଡ଼ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତେବେ ଏହି ଆକ୍ରମଣରେ କୌଣସି ଆହତଙ୍କର ସମ୍ପର୍କରେ ତୁରନ୍ତ ସୂଚନା ମିଳିପାରିନାହିଁ। ନମ୍ବର 2 24 ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ କ୍ଷୟକ୍ଷତିର ଟଙ୍କା। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଥିବା ଚାଷୀଙ୍କ ଫସଲ କ୍ଷୟକ୍ଷତିର ଆକଳନ ସରିଛି। ସବୁ ଜିଲ୍ଲାର ରିପୋର୍ଟ ମଧ୍ୟ ସରକାରଙ୍କ ପାଖରେ ପହଞ୍ଚି ସାରିଛି। ସରକାର ଦିନେ 2 ଦିନ ଭିତରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବେ। ଏନେଇ ବଡ଼ ଘୋଷଣା କରିଛନ୍ତି ସୋମବାର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ବୀମା କରିଥିବା ଚାଷୀଙ୍କ ଉଭୟ ପଟୁ ସହାୟତା ମିଳିବ ବୋଲି କହିଛନ୍ତି ସେ। ଉଭୟ ବୀମା କମ୍ପାନୀ ଓ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ମିଳିବ ସହାୟତା। ଏହାସହ ଯେଉଁ ଚାଷୀମାନେ ବୀମା କରିନାହାନ୍ତି ସେମାନଙ୍କୁ କେବଳ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ମିଳିବ। କ୍ଷୟକ୍ଷତି ଆକଳନ ସରିଛି। ସବୁ ଜିଲ୍ଲାର ରିପୋର୍ଟ ଆସିଯାଇଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ। ନମ୍ବର 3 ଏଲ୍ଆଇସି ଧାରକଙ୍କ ପାଇଁ ଖୁସି ଖବର। ଖାତାକୁ ଆସିବ 11 ଲକ୍ଷ, ରଖିବାକୁ ପଡ଼ିବ ମାତ୍ର 45 ଟଙ୍କା। ସମସ୍ତ ବୟସ ବର୍ଗଙ୍କ ପାଇଁ ଏଲ୍ଆଇସି ଉପଯୁକ୍ତ ଯୋଜନା ପ୍ରଦାନ କରେ, ଯେଉଁଥିରେ ଜଣେ ଅଳ୍ପ ରାଶି ବିନିଯୋଗ କରିପାରିବ ଏବଂ ବଡ଼ ରାଶି ପାଇପାରିବ। ଏହିପରି ଗୋଟିଏ ଯୋଜନା ହେଉଛି ଏଲ୍ଆଇସି ଜୀବନ ଆନନ୍ଦ ନୀତି। ଏହି ଯୋଜନାରେ ପ୍ରତିଦିନ ମାତ୍ର 45 ଟଙ୍କା ସଞ୍ଚୟ କଲେ 25 ଲକ୍ଷ ମିଳିପାରିବ। ଆସନ୍ତୁ ଜାଣିବା କେମିତି ଯେଉଁମାନେ କମ୍ ପ୍ରିମିୟମରେ ସହିତ ଏକ ବୃହତ୍ ପାଣ୍ଠି ହାତେଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏଲ୍ଆଇସି ଜୀବନ ଆନନ୍ଦ ନୀତି ହେଉଛି ସଠିକ୍ ପସନ୍ଦ। ପ୍ଲାନ୍ ଭଳି ଏହି ପଲିସି ପାଇଁ ମଧ୍ୟ ପ୍ରିମିୟମ ଦିଆଯାଏ। ଏକାଧିକ ମାଚୁରିଟିରେ ଲାଭ ଏହି ନୀତି ମାଧ୍ୟମରେ ଥରେ ପରିବର୍ତ୍ତନ ମିଳିପାରିବ। ଏହି ଯୋଜନାରେ ଏଲ୍ଆଇସି ଅତି କମ୍ରେ 1 ଲକ୍ଷ ଗ୍ୟାରେଣ୍ଟି, ସର୍ବାଧିକ ସୀମା କୌଣସି ସୀମା ନାହିଁ। ନମ୍ବର 4 ବିଶ୍ୱର ସବୁଠାରୁ ବଡ଼ ଟ୍ରାଫିକ୍ ଜାମ୍। 12 ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା ଭିଡ଼। ଆଜିକାଲି ବିଭିନ୍ନ ସହରମାନଙ୍କଠାରେ ଟ୍ରାଫିକ୍ ଜାମ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଭାରତରେ ଥିବା କିଛି ସହରରେ ଟ୍ରାଫିକ୍ ସମସ୍ୟା କଥା ନ କହିବା ଭଲ। 2023ରେ ଟମଗମ ଟ୍ରାଫିକ୍ ସୂଚନା ଅନୁସାରେ ଏସିଆର ସବୁଠାରୁ ଖରାପ ସ୍ଥାନ ଲିଷ୍ଟରେ ଭାରତ ଟେକ୍ ଅଫ୍ ବାଙ୍ଗାଲୋର ନାମ ସାମିଲ ରହିଛି। କେବଳ 10 କିଲୋମିଟର ଯାତ୍ରା କରିବାକୁ ଏହି ସହରରେ ଡ୍ରାଇଭରଙ୍କୁ ପାଖାପାଖି 28 ମିନିଟ୍ 10 ସେକେଣ୍ଡ ସମୟ ଲାଗିଥାଏ। ଅର୍ଥାତ୍ ବେଙ୍ଗାଲୁରୁରେ ଲୋକମାନେ ପ୍ରତିବର୍ଷ 132 ଘଣ୍ଟା ଟ୍ରାଫିକ୍ ଜାମ୍ରେ ପଶିଥାନ୍ତି। ବେଙ୍ଗାଲୁରୁର ସଡ଼କ ଏସିଆର ସବୁଠାରୁ ଧୀମା ସଡ଼କ ବୋଲି ରିପୋର୍ଟରେ କୁହାଯାଇଛି। ଏହି ସୂଚନାରେ ଭାରତର ଅନ୍ୟ ଏକ ସହର ପୁଣେ ମଧ୍ୟ ସାମିଲ ରହିଛି। ସେଠାରେ 10 କିଲୋମିଟର ଯାତ୍ରା କରିବାକୁ ପାଖାପାଖି 27 ମିନିଟ୍ 50 ସେକେଣ୍ଡ ସମୟ ଲାଗିଯାଏ। ନମ୍ବର 5 ପରେ କମିବ ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଶୀତ ଫେରିଥିବା ବେଳେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଏମିତି ଶୀତ ଲାଗି ରହିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହାର ଏକ୍ସରେ କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ ଆଗାମୀ 2 ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ଯେକୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ସୂକ୍ଷ୍ମ ବାୟୁ ପ୍ରଭାବ ଦୁର୍ବଳତା ହେବା ସହ ଏକ ପୂର୍ବାଳି ନିମ୍ନଚାପ ରେଖା ପ୍ରଭାବରେ 6 ତାରିଖଠାରୁ ରାଜ୍ୟରେ ମଧ୍ୟକୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ପ୍ରାଧାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ 5 ତାରିଖ ପରଠାରୁ ରାତିରେ ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରଭାବ କମିବାର ସମ୍ଭାବନା ରହିଛି। ନମ୍ବର 6 ଘରେ ପଶି ମାରୁଛି ଭାରତ। ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ। ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରୁଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିଜ ଦେଶରେ ଆତଙ୍କବାଦୀ ବିରୋଧରେ ଭାରତର ଅଭିଯାନକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ପାକିସ୍ତାନ କହୁଛି ଯେ ସୀମା ବାହାରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଭାରତ ଏକ ଅଭିଯାନ ଚଳାଉଛି। ଆମେରିକାରେ ଖବରକାଗଜ ୱାଶିଂଟନ ପୋଷ୍ଟରେ ରିପୋର୍ଟ ପରେ ପାକିସ୍ତାନର ଏହି ଅଭିଯୋଗ ଆଣିଛି। ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ପାକିସ୍ତାନ ଭିତରେ ଥିବା ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିବା ପାଇଁ ଭାରତର ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ଏହା ଜାତୀୟ ସ୍ୱାର୍ଥ ପାଇଁ ବିପଦ ବୋଲି ବିବେଚନା କରୁଛି। ୱାଶିଂଟନ ପୋଷ୍ଟ ନିକଟରେ ରିପୋର୍ଟ କହୁଛି ଯେ 2021 ମସିହା ଠାରୁ ଭାରତରେ ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ
ଆନାଲିସିସ୍ ୱିଙ୍ଗ ପାକିସ୍ତାନରେ ଆତଙ୍କବାଦୀଙ୍କ ସହ କାରବାର କରୁଛି। ନମ୍ବର 7 2025ରେ ସୁନା ପ୍ରେମୀଙ୍କୁ ଲାଗିବ ଝଟକା 10,000 ବଢ଼ିପାରେ ସୁନା ଦର 2025ରେ ଆକାଶ ଛୁଆଁ ହେବ ସୁନା ଦର 10 ଗ୍ରାମ ପିଛା ସୁନା ଦର 90,000 ଟପିବ। ଏହା ଗ୍ରାହକଙ୍କୁ ଚିନ୍ତାରେ ପକାଇବ କିନ୍ତୁ ସୁନା ନିବେଶକାରୀଙ୍କୁ ଫାଇଦା ମିଳିବ। ବରଂ ରିଟର୍ଣ୍ଣ ପାଇପାରିବେ ନିବେଶକାରୀ। ବିଶେଷଜ୍ଞ ଅନୁଯାୟୀ 2024 ଭଳି 2025ରେ ସୁନାର ମୂଲ୍ୟ ବୃଦ୍ଧି ଜାରି ରହିପାରେ। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଦ୍ୱାରା କ୍ରମାଗତ ସୁନା କ୍ରୟ କରାଯାଉଛି। ଦେଶ ଦେଶ ମଧ୍ୟରେ ଗୃହଯୁଦ୍ଧ ଅଶାନ୍ତି କାରଣରୁ ସୁନା ଦର ଐତିହାସିକ ରେକର୍ଡ ଛୁଇଁପାରେ। ବର୍ତ୍ତମାନ ସୁନା ଦର 10 ଗ୍ରାମ ପିଛା 79,350 ଟଙ୍କା ରହିଛି। ମଲ୍ଟି କମୋଡିଟି ଏଜେନ୍ସିରେ ଫ୍ୟୁଚର କାରବାରରେ ସୁନା 10 ଗ୍ରାମ ପିଛା 74,064 ଟଙ୍କାରେ କାରବାର କରୁଛି। 2024 ସୁନା ନିବେଶକାରୀମାନଙ୍କ ପାଇଁ ସର୍ବୋତ୍ତମ ଅଟେ। ଘରୋଇ ବଜାରରେ ସୁନା 30% ରିଟର୍ଣ୍ଣ ଦେଇଛି। 30 ଅକ୍ଟୋବର 2024 ସୁନା ମୂଲ୍ୟ ସର୍ବାଧିକ 82,400 ଟଙ୍କାକୁ ଛୁଇଁଥିଲା। ନମ୍ବର 8 2025 ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି। ନିଯୁକ୍ତି ଏବେ 496 ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ। ରାଜ୍ୟରେ ସ୍କୁଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଣିକି ଓଡ଼ିଆ ଭାଷାକୁ ଦିଆଯିବ ଅଧିକ ଗୁରୁତ୍ୱ। ଏଥିପାଇଁ ହାଇସ୍କୁଲ ନିଯୁକ୍ତି ହେବେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ। ଆଜି ଜାରି ହୋଇଥିବା ବିଜ୍ଞପ୍ତି 1,986 କଳା ଶିକ୍ଷକ ପଦରୁ କେବଳ 25% ପଦବୀ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ରଖାଯାଇଛି। ରାଜ୍ୟରେ 496 ଜଣ ଟିଜିଟି ଓଡ଼ିଆ ଶିକ୍ଷକ ନିଯୁକ୍ତି ହେବେ। ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ଓଡ଼ିଆ କର୍ମଚାରୀ ପ୍ରବର୍ତ୍ତନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି। ଓଏସ୍ଏସ୍ ଦ୍ୱାରା ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ। ବିଜ୍ଞପ୍ତି ଅନୁଯାୟୀ ଟିଜିଟି ଓଡ଼ିଆ କଳା ସାଇନ୍ସ ହିନ୍ଦୀ କ୍ଲାସିକାଲ ଶିକ୍ଷକ ତେଲୁଗୁ ଉର୍ଦ୍ଦୁ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯିବ। ଏହି ଶିକ୍ଷକ ପଦବୀ ଗ୍ରୁପ୍ ବି ବର୍ଗର ହୋଇଥିବା ବେଳେ ଏମାନେ ଲେବଲ 9 ସହ ମାସିକ 35,400 ଟଙ୍କା ବେତନ ପାଇବେ। ନମ୍ବର 9 କାର୍ଡଧାରୀଙ୍କୁ ବଲେ ବଲେ ମାଗଣା ରାସନ ସହ ପ୍ରତି ମାସରେ ମିଳିବ 1,000 ଟଙ୍କା। ଗରିବ ଏବଂ ଅଭାବୀ ଲୋକଙ୍କ ସହାୟତା କରିବାକୁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମାଗଣା ରାସନ ପ୍ରଦାନ କରୁଛନ୍ତି। ବସ୍‌ଡିଯୁକ୍ତଙ୍କୁ ମୂଲ୍ୟରେ ରାସନ ଗ୍ରହଣ କରି ଅନେକ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି। ଏହାର ଲାଭ ପାଇବା ପାଇଁ ସରକାର ଯୋଗ୍ୟ ବ୍ୟକ୍ତିମାନଙ୍କୁ ରାସନ କାର୍ଡ ପ୍ରଦାନ କରନ୍ତି। ଦେଶରେ କୋଟି କୋଟି ରାସନ କାର୍ଡଧାରୀ ଅଛନ୍ତି ଯେଉଁମାନେ ଏହି ମାଗଣା ରାସନ ଯୋଜନାର ଲାଭ ଉଠାନ୍ତି। ନିକଟରେ ସରକାର ରାସନ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ଅପଡେଟ୍ ଘୋଷଣା କରିଛନ୍ତି। ନୂଆ ବର୍ଷଠାରୁ ରାସନ କାର୍ଡଧାରୀମାନଙ୍କୁ ସେମାନଙ୍କର ନିୟମିତ ରାସନ ସହିତ 1,000 ଟଙ୍କା ପାଇବେ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶରେ 80 କୋଟି ରାସନ କାର୍ଡଧାରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ରାସନ ପାଉଛନ୍ତି। ନମ୍ବର 10 ବଡ଼ ବିପଦ ଚୀନରେ ପୁଣି ଏକ ଅଜଣା ଭୂତାଣୁ ଆତଙ୍କ ଚିନ୍ତାରେ ଭାରତ। ଚାଇନାରେ ଯେମିତି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ସୋସିଆଲ ମିଡିଆରେ ପ୍ଲାଟଫର୍ମ ଏକାଧିକ ଭୂତାଣୁ ଏବଂ ମହାମାରୀ ରିପୋର୍ଟରେ ଫୁଲ୍। ଚାଇନା ହସ୍ପିଟାଲରେ ବ୍ୟାପୁଥିବା ଏହି ରୋଗ ଯୋଗୁଁ ଚୀନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା ଅନୁମାନ କରାଯାଉଛି। ବଢ଼ୁଛି ସଂକ୍ରମଣ ଚୀନରେ ଏବେ ହ୍ୟୁମାନ୍ ମେଟାପ୍ୟୁମୋ ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି ଯାହା ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଅଜଣା ଭୂତାଣୁ ଯୋଗୁଁ 170 ଜଣଙ୍କର ମୃତ୍ୟୁ ସୂଚନା। ବର୍ତ୍ତମାନ ସୁଦ୍ଧା ଚୀନରେ 7,834 ସଂକ୍ରମଣ ଚିହ୍ନଟ। ଚୀନରେ କିଛି ସ୍ଥାନରେ ଜରୁରୀକାଳୀନ ପରିସ୍ଥିତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ କଳା ନଜର। ଭୂତାଣୁ ନେଇ ନିର୍ଦ୍ଦେଶାବଳୀ ଜାରି କରିପାରେ WHO। ଚୀନରେ ବିଭିନ୍ନ ମେଡିକାଲରେ ସଂକ୍ରମିତଙ୍କର ଭିଡ଼। ଚୀନ ସରକାର ଏଯାଏଁ କୌଣସି ଘୋଷଣା କରିନାହାନ୍ତି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।